ରୋଗ ଉପରୁ ମାରିଲା ଜାତି ଭାଇ ନା ଦିଏ ପଡ଼ିଲାଣି ସେତେ ବାହାରେ ଏତେ କାଇଁ हाँ
କମଳ ଅର୍ଥ କଣ? କମଳ ଅର୍ଥ କଣ ଜାଣିଛ? ଅମଳ ଅର୍ଥ ଜାଣିଛି। କଣ? ଧରାଯାଉ ଧାନ ଚାଷ ଚାଲିଛି, ଧାନ ଆସିଲା ଫଳ ବାହାରିକି ଅମଳ ହେଲା। ସେଇ ଆଉ କମଳ କମଳ କଥା କିଏ ନ ଜାଣିଛି? ଶୀତ ମାସରେ କମଳ କଥା କିଏ ନ ଜାଣିଛି? ପରିଶ୍ରମ କଲୁଣି ସକାଳୁ ଭୋର 10ଟାରୁ ଆମେ ଆଇଲୁ। ଉପସ୍ଥିତ ଆଗନ୍ତୁକ ବରେଣ୍ୟ ସାହିତ୍ୟ ପ୍ରେମୀ ବିଦଗ୍ଧ ମଣ୍ଡଳୀ ଯଦା ଯଦା ଇ ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଗ୍ଲାନିର୍ ଅଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହମ୍। ଆପଣମାନଙ୍କର ଭଗବତ ଗୀତା କହନ୍ତି ଯେତେବେଳେ ବିଶ୍ୱରେ ଧର୍ମ ସତ୍ୟ ଲୋପ ହୁଏ, ଅଧର୍ମ ଅସତ୍ୟ କାମ କ୍ରୋଧ ହିଂସା ମୋହ ମଦ ଇତ୍ୟାଦି ସମସ୍ତ ସଂସାରକୁ ବ୍ୟାପେ ଗ୍ରାସ କରେ, ସେତିକି ବେଳେ ପ୍ରଭୁ କଣ କରନ୍ତି? ପରିତ୍ରାଣାୟ ସାଧୂନାଂ ବିନାଶାୟ ଦୁଷ୍କୃତାଂ ଧର୍ମ ସଂସ୍ଥାପନାୟ ସଂସ୍ଥାପନା କରି ଏ ପାପୀ ମାନଙ୍କୁ ବିନାଶ କରିବା ପାଇଁ, ଅଧର୍ମୀ ମାନଙ୍କୁ ବିନାଶ କରିବା ପାଇଁ ଏ ବିଶ୍ୱରେ ଅନେକ ବାର ଜନ୍ମ ଗ୍ରହଣ କରନ୍ତି। ନାରାୟଣ ଉତ୍ତୁରି ଆସନ୍ତି, ଉତ୍ତୁରି ଆସନ୍ତି। ତେଣୁ ତେଣୁ ଅମଳ ଅର୍ଥାତ ଜଳ। ଅମଳ ହେଲା ଜଳ। ଜଳରୁ ଜାତ ହେଲା କିଏ? ନା କମଳ। କମଳ ବୋଇଲେ ପଦ୍ମ। ସେ ପଦ୍ମ ପାଦ ଯାହାଙ୍କର ରେ ମନ ତୁ ଭ୍ରମର ହୋଇ ସେଇ ପ୍ରଭୁଙ୍କର ପାଦ ପଦ୍ମକୁ ଯାଇ ଟିକେ ଚୁମ୍ବୁ। କାହିଁକି ନା କମଳା ସେବିତ କୋମଳ ଚରଣେ ନିରନ୍ତରେ ଚୁମ୍ବୁଥା। କମଳା ବୋଇଲେ ଲକ୍ଷ୍ମୀ। ଲକ୍ଷ୍ମୀ ନାରାୟଣଙ୍କ ସ୍ତ୍ରୀ। ମଲା ମୁଁ ଜାଣିନି। କମଳା ସେବିତ ସେ କୋମଳ ଚରଣେ ନିରନ୍ତରେ ଚୁମ୍ବୁଥା। ତୁ ଭ୍ରମର ହୋଇ ଯେଉଁ ପାଦକୁ କମଳା କହିଲେ ଲକ୍ଷ୍ମୀ ସଦା ସର୍ବଦା ସେବା କରୁଥାନ୍ତି, ସେହି ପାଦ ପଦ୍ମକୁ ଟିକେ ଚିନ୍ତା କର। ତାହେଲେ ଆମେ ଦେଖିବା ଭଗବାନଙ୍କର ପାଦଟା ପଦ୍ମ ନା ପାଦ? ପ୍ରଭୁଙ୍କର ଯୋଉ ପାଦ ପଦ୍ମ ବୋଲି କହୁଛନ୍ତି, କେମିତି ଜାଣିବା? ସେ ପଦ୍ମ ହେଇଥିଲେ ସିନା ଭ୍ରମର ଯିବ, ଆଉ ତା ନହେଲେ ପାଦକୁ ତ ଯିବନି। ତାହେଲେ ଭଗବାନଙ୍କର ପାଦଟାକୁ ପଦ୍ମ ସହିତ ତୁଳନା କରିଛି କିଏ? ତାକୁ ଆମେ ଆଗେ ଦେଖିବା। ଦେଖିବେ କିଏ? ନା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଯଦୁମଣି ମହାପାତ୍ର। ହେ ଅଘାରି ଅଙ୍ଘିକି ଅଘ ବୋଇଲେ ପାପ, ଐରୀ ହେଲେ ଶତ୍ରୁ। ପାପ ଶତ୍ରୁ ହେଲେ କିଏ? ନା ଭଗବାନ। ନାରାୟଣଙ୍କର ପାଦକୁ ପଦ୍ମ ସହିତ ତୁଳନା କରିବା କବିମାନଙ୍କର ଏକ ଚାତୁର୍ଯ୍ୟ ଅଛି। ଭଗବାନଙ୍କର ପାଦଟା ପାଦ, ସେ ପାଦକୁ ସେବା କରୁଥାନ୍ତି ଲକ୍ଷ୍ମୀ। କୋଉଠି? ଆଜ୍ଞା ତାଙ୍କ ଘରେ। ମୁଁ କଣ ଦେଖିନି? ତାଙ୍କ ଘର ନାରାୟଣଙ୍କର ଘର ବୈକୁଣ୍ଠପୁର। ସେ କମଳା ସେବା କରନ୍ତି କୋଉଠି? ତାଙ୍କ ବୈକୁଣ୍ଠପୁର ନୁହଁ। ବୈକୁଣ୍ଠ ପୂର୍ବ କଥା ଦେଖିବା ଟିକେ। ଆଚ୍ଛା ହଉ। କେତେବେଳେ ସିଏ ସେବା କରନ୍ତି? ପ୍ରବନ୍ଧରେ ଆଉ ଗୋଟେ ବଡ଼ ଲେଖିଲି। ମଧୁପର ଅନନ୍ଦ
ଲେଖିଲେ କଣ ଲେଖିଲେ ଜାତିରେ ସିଏ କଣ ଜାଣିଛ ଆଜ୍ଞା ଜାଣିଛି କଣ ବଡେଇର ମହାରଣା ଘର ମହାରଣା ଘର ମୁକୁର ବାଡି ଆପଦ ବସୁଛି କାହିଁକି କହୁଛ ତମେ କାହିଁକି କହୁଛ ମୁଁ କହୁଛି ମଧୁ ପର ପଦ ଅନନ୍ତ ସେଠି ଆଚ୍ଛା ଯେତେବେଳେ ଭଗବାନ ହଁ ମଧୁ ପର କହିଲେ ଶତ୍ରୁ ମଧୁ ରାକ୍ଷସକୁ ବଧ କରି ମେଧାସୁରକୁ ବଧ କରି ଆଚ୍ଛା ଏ ମେଦିନୀ ସ୍ଥାପନ କଲେ ନାଇଁ ଆଜ୍ଞା ତାଙ୍କର ଶତ୍ରୁ ହେଲା କିଏ କିଏ ନାରାୟଣ ନାରାୟଣ ଅନନ୍ତ ଶଯ୍ୟାରେ ଥିଲାବେଳେ ପଦ୍ମା କାରଣ ମଣ୍ଡଳତା ଶବ୍ଦେ ପଦ୍ମାବତୀରେ ଲକ୍ଷ୍ମୀ ତାଙ୍କର ଚରଣଦ୍ୱୟ ପ୍ରଭୁଙ୍କର ପାଦରେ ଥିଲା ପଦ୍ମରେ ନଥିଲା ବର୍ତ୍ତମାନ ନଥିଲା ପାଦରେ ଥିଲା ଭଗବାନଙ୍କର ପାଦଟା ହଉଛି ପଦ୍ମ ହେ ମନ ସେଇ ଭଗବାନଙ୍କର ପାଦକୁ ଟିକେ ଚୁମୁଥା ସେ ପାଦରେ ଟିକେ ମନ ରଖ ନାଇଁ ତାହେଲେ କବି କହିଲେ ଯେଉଁ ପାଦ ଧ୍ୟାଇ ଅହଲ୍ୟା ମୁକତ ସେ ପାଦକୁ ଧୋଇ ଯେଉଁ ଅହଲ୍ୟା ପାଷାଣ ହେଇ ପଡିଥିଲା ପ୍ରଭୁଙ୍କର ପାଦ ବାଜୁ ବାଜୁ ସିଏ ମୁକ୍ତି ହେଇଗଲା ଯେଉଁ ପଦକୁ ଧ୍ୟାଇ କହିବାର ତ ଗଙ୍ଗାରେ ପାଦକୁ ସେ ଟିକେ ଧୋଇ ଦେଇ ସେ ଚରଣାମୃତ ନେଇ ପାଇଥିଲା କୋଉଠି ପାଇଥିଲା ଗଙ୍ଗାରେ କେତେବେଳେ ଯେତେବେଳେ ଯାଉଥିଲେ ଧନୁ ଭାଙ୍ଗି ଆଜ୍ଞା ଆଜ୍ଞା ହେଲା ସେ ତ ବଢାଇ ଦେଲେ ବୟର ବଢାଇ ଦେଲେ ଚରଣାମୃତକୁ ବ୍ରହ୍ମା ପାଇନଥିଲେ ଶିବ ପାଇନଥିଲେ ଆଜି କହିବାର ତ ସେ ଚରଣାମୃତକୁ ପାଇଲା କାହାକୁ ନା ପଦ୍ମକୁ ଧ୍ୟାନ କରି ପଦ୍ମ ବୁଡିଥିଲା ନା ପାଦ ବୁଡିଥିଲା ପାଦକୁ ଧଇଲେ ନା ପଦ୍ମକୁ ଧଇଲେ ନାଇଁ ଯେଉଁ ପାଦ ଖ୍ୟାଇ ମାରକଣ୍ଡ ସିଏ ପ୍ରଳୟ ଜଳରେ ଦେଖିଲେ ବ୍ରହ୍ମାଣ୍ଡ ଯେଉଁ ପାଦକୁ ଧ୍ୟାନ କରି ପ୍ରଳୟ କାଳରେ ମାର୍କଣ୍ଡ ଋଷି ସିଏ ଆଜି ସେ ପ୍ରଭୁଙ୍କୁ ପାଇଥିଲା ନାଇଁ କଣ ଦେଖିଲା ବ୍ରହ୍ମାଣ୍ଡ ଦେଖିଲା କିଏ ଦେଖିଲା କହିଲା ଋଷି ବା କୋଉ ଋଷି ମାର୍କଣ୍ଡ ଋଷି ଆମେ ଜାଣିନୁ ଆମ ଗାଁକୁ ଆଚ୍ଛା ବ୍ରହ୍ମାଣ୍ଡ ଶଙ୍କର କେଇଟା ବ୍ରହ୍ମାଣ୍ଡ ତିନିଟା ମୁଁ ଜାଣିଛି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମାନେ ଗାଁର ମାନ କୁହନ୍ତି ଆମ ଅଞ୍ଚଳର ଗାୟକ କୁହନ୍ତି ହଁ ଏପଟ ଗାୟକ କଣ ଜାଣିତେ ମୁଁ ତ ଜାଣିଛି ତିନିଟା ବ୍ରହ୍ମାଣ୍ଡ କୁହନ୍ତି ତ ଆଉ କେତେ ଆଜ୍ଞା ବ୍ରହ୍ମାଣ୍ଡ ସାତ ଆଉ ତାହେଲେ ପିଲ ଦବଣି ଭିତରେ ପିଲ ଦେଇଛି ତାକୁ ମୁଁ କହୁନି ସାତଟା ବ୍ରହ୍ମାଣ୍ଡ କିଏ ମନ ରଖୁତା ଅନନ୍ତେ ବିଷ୍ଣୁ ଆପଣଙ୍କର ଆଶୀର୍ବାଦ ଏଳେ ଛନ୍ଦ ଜାଣିଲ ସହି ଏ ମନ୍ଦ ରାଜାର ଟିକେ ପିଲାଟି କେଳେ ଛନ୍ଦ ଜାଣିଲ ସହି ମନ୍ଦ ରାଜାର ଟିକେ ପିଲାଟି କେଳେ ଛନ୍ଦ ଜାଣିଲ ଥିଲେ ମାଟି ଛାତେ କପି ଜନନୀ ଆସେ ନ ଦେଖିଲେ ଜନନୀ ଆସେ ନ ଦେଖିଲେ ପାଟେ ଜନନୀ ଆସେ ନ ଦେଖିଲେ ପାଟେ ଭିତରେ ଶପଥ ବ୍ରହ୍ମାଣ୍ଡ ଶପଥ ବ୍ରହ୍ମାଣ୍ଡ ଉତ୍ତର ଭିତରେ ଶପଥ ବ୍ରହ୍ମାଣ୍ଡ କଣ ଆମ ପାଲାର ବଧୁ ବାବୁ ଆଜ୍ଞା ସାର୍ କିଛି ବଜାବୁଜି କର କିଛି ନାହିଁ ଏ ବଜାରୀ ଘର ଛୁଆ ତା ହାତ ଥୟ ବଜାରୀ ଆରେ ବଜାରୀ ଘର ଛୁଆ ନୁହେଁ ହାତ ଥୟ ହଉନି ଆଉ ବଜାରୀ ଘର କଣ ବଜାରୀ କାହାକୁ କହନ୍ତି ବଜାର ନାଇଁ ଆଉ ଯୋଉମାନେ ଦୁଷ୍ଟ ପ୍ରକୃତିର ଲୋକ ହଁ ତାଙ୍କ କଥାବାର୍ତ୍ତା ଠିକ ନଥାଏ ସେ କାହାରିକି ମାନନ୍ତିନି ଆଚ୍ଛା ବାପ ମା ଭାଇ ଇତ୍ୟାଦି ଗାଁ ଲୋକଙ୍କୁ ସେଇଆକୁ କହନ୍ତି ବଜାରୀ ବେଳେ ବେଳେ ତମ ଘର ଆଡେ ପଶି ଯାଆନ୍ତି ସେଇ ତ ତାକୁ କହନ୍ତି ବଜାରୀ ନା ମୁଁ ଯାହା ଶୁଣିଥିଲି ଆପଣଙ୍କ ବିଷୟରେ
ସମ୍ପୂର୍ଣ୍ଣ ଭୁଲ ଭୁଲ। ନୁହେଁ ଆଉ କଣ ଠିକ କଣ? ଆସିଲା ବେଳେ କହିଲେ ପ୍ରେମାନନ୍ଦ ବର୍ଦ୍ଧନ ଜଣେ ଭଲ ଗାୟକ ପୁରାତନ ଗାୟକ ଭଲ ଜ୍ଞାନୀ ଗାୟକ ଜ୍ଞାନ ଘର ବିଲକୁଲ ନାହିଁ ଆଜ୍ଞା ବଜାରି ଛିଡ଼ାକୁ କଣ ଆପଣଙ୍କ ମୁହଁ କହିବ ବଜାରି ବର୍ତ୍ତମାନ ମାନେ ଆମ ନନା ମହାଶୟ ଠାକୁରଙ୍କୁ ପୂଜା କରୁଛନ୍ତି ଯିଏ ପୂଜା କରନ୍ତି ତାକୁ କଣ କୁହାଯିବ ପୂଜାରୀ ଆଚ୍ଛା ଯିଏ ବେପାର କରେ ବେପାରୀ ବେପାରୀ ଯିଏ ଭିକ ମାଗେ ଭିକାରୀ ଯିଏ କଂସ ବେପାର କରେ କଂସା ବେପାର ତରକାରୀ କଂସାରେ ବି କୁହନ୍ତି କଂସାରୀ କୁହନ୍ତି। ଆଚ୍ଛା ଯିଏ ବଜେଇଲା ବଜାରୀ ଭାଇ ଯିଏ ପୂଜା କଲା ପୂଜାରୀ ଭିକ ମାଗିଲେ ଭିକାରୀ ବେପାର କଲା ବେପାରୀ ଆଉ ଯିଏ ବଜେଇଲା ସିଏ ବଜାରୀ ବାବୁରେ ତାହେଲେ କୃଷ୍ଣ ମାଟି ଖାଉଛି ବୋଲି ଯଶୋଦା ବାରମ୍ବାର ଲୋକମାନଙ୍କୁ ଶୁଣିଲେ ଆଜି ମୁଁ ଜଗିକିରି ରହିବି କେତେବେଳେ ସିଏ ମାଟି ଖାଉଛି ଜଗିକିରି ରହିବା ବେଳକୁ କୃଷ୍ଣ କହିଲେ ଜାଣିଛନ୍ତି ଅନ୍ତର୍ଜାମୀ ମୋ ମା ମତେ ଆଜି ମାଟି ଖାଇବ ଦେଖିବ ଖାଇଦେଲେ ମାଟି ଦୌଡ଼ି ଆସିଲେ ଯଶୋଦା ଧରିଲେ ତେଲପୁରି ଛାତ ଭିକାରୀ ବାହାରେ ପିଠି ଦେଲେ ମାଟି ଖାଇଛି ଖାଇବୁନି ତୁ ନାହିଁ କଣ କରିବୁ ହେଇ ତ ମାଟି ଖାଇଛୁ ଯେତେବେଳେ କୃଷ୍ଣ କରିଦେଲେ ତାରି ଭିତରେ ଯଶୋଦାଙ୍କୁ ମାୟା କରି ଦେଖେଇଦେଲେ ସାତଟା ବ୍ରହ୍ମାଣ୍ଡ ଅଚେତ ହେଇ ପଡିଗଲେ ଯଶୋଦା କଣ ଦେଖିଲି ବ୍ରହ୍ମାଣ୍ଡ ଏକ ସାତଟା ବ୍ରହ୍ମାଣ୍ଡ ସପ୍ତ ବ୍ରହ୍ମାଣ୍ଡ ତାହେଲେ ବ୍ରହ୍ମାଣ୍ଡ କେଇଟା ନାଇଁ ସାତ ବ୍ରହ୍ମାଣ୍ଡ ନୁହଁ 14ଟା ବ୍ରହ୍ମାଣ୍ଡ କେମିତି କଣ କଥାବାର୍ତ୍ତା କରୁଛୁ ଗୋଳିଆ କଥା ମାନେ ରଥ 14 ବ୍ରହ୍ମାଣ୍ଡ ଦେଖିଲେ କିଏ ଅଭିରାମ ପରମହଂସ ହେଲେ କହିଲେ ନ ପିତେ ତୁଣ୍ଡରେ ସଙ୍ଗାତ ବ୍ରହ୍ମାଣ୍ଡ ହେଲେ 14ଟା ବ୍ରହ୍ମାଣ୍ଡ ଆଚ୍ଛା ହେଲା 14 ସାତରୁ ହେଲା 14 ବ୍ରହ୍ମାଣ୍ଡ ତାକୁ ଭୀମ ଭୋଇ ମନା କରୁ ଭୀମ ଭାଇ କଣ କହିଲେ ଭୀମ ଭାଇ କଣ ସନ୍ଥ କବି ଭୀମ ଭୋଇ ଏ କଥା କ୍ଲିୟର କରି କହୁନ ଦାନ୍ତ ପଡିଗଲାଣି ପବନ ପାସ୍ କ୍ଲିୟର ହଉନି ତମ ପାଟିରେ କିଳ କରି କହୁ ଆଉ ଆପଣ ଭାଷାରେ ତ ପାଟି ବସୁନି ଆପଣ କିଳ କରିବୁ ଭୀମ ଭୋଇ କଣ ଦେଖିଲେ ରାଗି ଅଛି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ ବ୍ରହ୍ମାଣ୍ଡ 7 14 14 ହେଲେ 21 ଅଚ୍ୟୁତ ମହାପୁରୁଷ କହିଲେ ଆହୁରି କଣ କହିଲେ 14 ବ୍ରହ୍ମାଣ୍ଡ ନୁହେଁ 21 ବ୍ରହ୍ମାଣ୍ଡ ନୁହେଁ ଅଚ୍ୟୁତ ମହାପୁରୁଷ କହିଲେ ବ୍ରହ୍ମାଣ୍ଡ କେତେ ସଂଖ୍ୟା ପରିମାଣ କେତେ ମହାପୁରୁଷ ଅଚ୍ୟୁତ